नाम में चंगाई, तेरे नाम में रिहाई, तेरे नाम में भलाई, तेरे नाम की दुहाई, तेरे नाम में चंगाई, तेरे नाम में रिहाई, तेरे नाम में भलाई, तेरे नाम की दुहाई। तेरा नाम है सब नामों में पार, तेरे नाम में हम पाते हैं नज़ार। तेरा नाम है सब नामों में पार, तेरे नाम में हम पाते हैं नज़ार। यीशुआ, यीशुआ, यीशुआ। ଜଗତର ତ୍ରାଣକର୍ତ୍ତା ଆଉ ଈଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଏ। ଆମେ ଆଜି ଧ୍ୟାନ ପାଇଁ ଏକ ଅଂଶ ଦେଖିବା, ଯାହାକି ରୋମିଓ ପୁସ୍ତକ 8 ବର୍ଷର 28 ବାକ୍ୟ। ରୋମିଓ ପୁସ୍ତକ 8 ବର୍ଷର 28 ବାକ୍ୟ। ଏଠାରେ ଏହି ପ୍ରକାର ଲେଖାଯାଏ, ଯେଉଁମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି, ଯେଉଁମାନେ ତାହାଙ୍କ ସଂକଳ୍ପ ଅନୁସାରେ ଆହୁତ ହୋଇଛନ୍ତି, ଈଶ୍ୱର ଯେ ସମସ୍ତ ବିଷୟରେ ସେମାନଙ୍କର ମଙ୍ଗଳ ସାଧନ କରନ୍ତି। ଏହି ପ୍ରକାର ପବିତ୍ର ବାଇବଲରେ ଲେଖାଯାଇଅଛି, ଆପଣଙ୍କ ଜୀବନରେ କୌଣସି ଅମଙ୍ଗଳ ଘଟିବ ନାହିଁ। ଯାହା କିଛି ଆପଣଙ୍କ ଜୀବନରେ ହୋଇଛି ତାହା ମଙ୍ଗଳ ସାଧନ କରିବ। ମୋର ପ୍ରିୟ ବନ୍ଧୁମାନେ, ଯେତେ ଲୋକ ଈଶ୍ୱରଙ୍କର ସଂକଳ୍ପ ଅନୁସାରେ ଆହତ ହୋଇଛନ୍ତି, ଯାହାକି ଆପଣମାନେ ଯେଉଁମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି, ଏହି କାର୍ଯ୍ୟକ୍ରମ ଦେଖୁଥିବା ଭାଇ ଓ ଭଉଣୀମାନେ ଗୋଟିଏ ବିଷୟ ମନେ ରଖନ୍ତୁ। ଆପଣ ଯେ କି ଈଶ୍ୱରଙ୍କ ସନ୍ତାନ, ଯେ କି ତାହାଙ୍କ ସଂକଳ୍ପ ଅନୁସାରେ ଆହ୍ୱାନ ହୋଇଛନ୍ତି, ଆପଣଙ୍କ ଜୀବନରେ ଯାହା କିଛି ଘଟୁଅଛି ତାହା ଆପଣଙ୍କ ଜୀବନରେ ମଙ୍ଗଳ ସାଧନ କରିବ। ଆପଣମାନଙ୍କୁ ମୁଁ ଏହା ସାଗସର ସଙ୍ଗୀତ କହିବି, ଆପଣମାନେ ମଙ୍ଗଳ ପ୍ରାପ୍ତ ହୋଇଥିବା ଲୋକମାନେ ଅଟନ୍ତି। ତାହାର କାରଣ ଏହା ଅଟେ, ଏହି କାର୍ଯ୍ୟକ୍ରମ ଦେଖିବା ପାଇଁ ଆପଣମାନେ ଆହ୍ୱାନ ପ୍ରାପ୍ତ ହୋଇଛନ୍ତି। ପରମେଶ୍ୱର ଆପଣଙ୍କୁ ଏହି କାର୍ଯ୍ୟକ୍ରମ ଦେଖିବା ପାଇଁ ଆଣିଛନ୍ତି। ଆପଣଙ୍କ ପାଇଁ, କେବଳ ଆପଣଙ୍କ ପାଇଁ ଏହି ଯୀଶୁ ସେହି କାଲଭାରୀ କ୍ରୁଶରେ ନିଜ ଜୀବନ ପ୍ରଦାନ କରିଥିଲେ। ସେହି ଯୀଶୁ ପ୍ରଭୁଙ୍କ ଦ୍ୱାରା ଆହ୍ୱାନ ପ୍ରାପ୍ତ ହୋଇଥିବା ଲୋକମାନେ ଆପଣମାନେ ଅଟନ୍ତି। ଆପଣ ଯେ କୌଣସି ବ୍ୟକ୍ତି ହୋଇଥିଲେ ମଧ୍ୟ ପ୍ରଭୁ ଯୀଶୁ ଆପଣଙ୍କୁ ପ୍ରେମ କରନ୍ତି ଏବଂ ଏହା ସତ୍ୟ ଅଟେ। ପୁଣି ଆମ୍ଭମାନେ ମଧ୍ୟ ତାଙ୍କୁ ପ୍ରେମ କରନ୍ତି ଓ ତାହାଙ୍କ ବାକ୍ୟ ଶୁଣିବା ପାଇଁ ଏଠାକୁ ଆସିଛନ୍ତି। ଏହି କାର୍ଯ୍ୟକ୍ରମ ଦେଖୁଥିବା ପ୍ରିୟ ବନ୍ଧୁମାନେ, ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି, ସେ ଆପଣଙ୍କ ମୁକ୍ତିଦାତା, ତ୍ରାଣକର୍ତ୍ତା ଏବଂ ଆଶୀର୍ବାଦକାରୀ ଅଟନ୍ତି। ସେ ଆପଣଙ୍କୁ ଶପଥ ଦେଇଅଛନ୍ତି ଯେ ସେ ଆପଣଙ୍କୁ ନିଶ୍ଚୟ ଆଶୀର୍ବାଦ କରିବେ। ମୋ ପ୍ରିୟମାନେ, ଆପଣ ଏବେ ଜୀବନରେ ଯେକୌଣସି ପରିସ୍ଥିତିରେ ଥିଲେ ମଧ୍ୟ, ଆପଣଙ୍କ ଜୀବନରେ ଏକ ବଡ଼ ସମସ୍ୟା ଆସିଥିଲେ ମଧ୍ୟ, କିମ୍ବା ଆପଣଙ୍କ ଜୀବନରେ ରୋଗ ଓ ଯନ୍ତ୍ରଣା ଓ ଶାନ୍ତି ଥିଲେ ମଧ୍ୟ, ଆପଣମାନେ ଚିନ୍ତା କରନ୍ତୁନି, ଆପଣମାନେ ଚିନ୍ତା କରନ୍ତୁନି। ମୁଁ ଏହା ମହାନ ବିଶ୍ୱାସ ସହିତ ଆପଣଙ୍କୁ କହୁଅଛି ଯେ ଈଶ୍ୱରଙ୍କ ପ୍ରେମକାରୀ ମାନଙ୍କ ଜୀବନରେ ସବୁ କିଛି ମଙ୍ଗଳ ପାଇଁ ଘଟିଥାଏ। ଆପଣଙ୍କ ଜୀବନରେ ଯାହା କିଛି ଘଟୁଛି ତାହା ସବୁ କିଛି ମଙ୍ଗଳ ସାଧନ କରିବ। କାରଣ ଯେଉଁ ପ୍ରଭୁ ଆପଣଙ୍କ ସହିତ ଅଛନ୍ତି ସେ ପ୍ରେମିକ ପ୍ରଭୁ ଅଟନ୍ତି।
ସେହି ପ୍ରଭୁ କୋତ ଖାଲି ଆଜି ଓ ସଦା କାଳ ସମାନ ଅଟନ୍ତି। ତେଣୁକରି ଆପଣ ଚିନ୍ତା କରନ୍ତୁନି। ସେହି ପ୍ରଭୁ ଯେ କି ଆପଣଙ୍କ ସହିତ ଅଛନ୍ତି, ନିଶ୍ଚୟ ସେ ଆପଣଙ୍କୁ ମୁକ୍ତ କରିବେ, ଆଶୀର୍ବାଦ କରିବେ ଓ ସେ ଆପଣଙ୍କୁ ସମସ୍ୟାରୁ ଉଠାଇବେ ଏବଂ ଆପଣଙ୍କ ହାତ ଧରି ସେ ଆପଣଙ୍କ ସହିତ ଚାଲିବେ। ଆମେ ଆଉ ଏକ ବାକ୍ୟ ଦେଖିବା, ଯାହାକି ଗୀତ ସଂହିତା 33:12 ବାକ୍ୟରେ ଦାଉଦ ମହାରାଜା ଉଚ୍ଛାଦ ଓ ଆନନ୍ଦ ସହିତ ବାକ୍ୟ କହିଛନ୍ତି, ସଦାପ୍ରଭୁ ଯେଉଁ ଗୋଷ୍ଠୀର ପରମେଶ୍ୱର ସେ ଧନ୍ୟ। ସେ ଯେଉଁ ଲୋକମାନଙ୍କୁ ଆପଣ ଅଧିକାରତେ ମନୋନୀତ କରିଅଛନ୍ତି ସେମାନେ ଧନ୍ୟ। ପରମେଶ୍ୱର ଯେଉଁ ଲୋକମାନଙ୍କୁ ଆପଣ ଅଧିକାର ମନୋନୀତ କରିଛନ୍ତି ସେମାନେ ଧନ୍ୟ। ସଦାପ୍ରଭୁ ଯେଉଁ ଗୋଷ୍ଠୀର ପରମେଶ୍ୱର ସେମାନେ ଧନ୍ୟ। ପ୍ରିୟ ବନ୍ଧୁମାନେ, ଆପଣମାନେ ଏହି ବିଷୟ ଧ୍ୟାନର ସହିତ ଶୁଣନ୍ତୁ। 12 ବାକ୍ୟ ପୁନର୍ବାର ଦେଖନ୍ତୁ। ସଦାପ୍ରଭୁ ଯେଉଁ ଗୋଷ୍ଠୀର ପରମେଶ୍ୱର ସେ ଧନ୍ୟ। ସଦାପ୍ରଭୁଙ୍କୁ ଯେଉଁ ଲୋକ ତ୍ରାଣକର୍ତ୍ତା ମୁକ୍ତିଦାତା ପରମେଶ୍ୱର ମନେ କରୁଛନ୍ତି ସେ ଲୋକେ ଧନ୍ୟ ଅଟନ୍ତି ଏବଂ ସେ ଯେଉଁ ଲୋକଙ୍କୁ ନିଜର ଅଧିକାରାର୍ଥେ ମନୋନୀତ କରୁଛନ୍ତି ସେମାନେ ଧନ୍ୟ। ସେମାନେ ଧନ୍ୟ। ସେ ଆପଣଙ୍କୁ ତାହାଙ୍କର ଅଧିକାରାର୍ଥେ ମନୋନୀତ କରିଅଛନ୍ତି। ମୋ ପ୍ରିୟ ଲୋକମାନେ, ଆପଣ ତାହାଙ୍କର ସନ୍ତାନ ଅଟନ୍ତି। ଆପଣ ତାହାଙ୍କର ଲୋକ ଅଟନ୍ତି, ସୃଷ୍ଟି ଅଟନ୍ତି। କେଡ଼େ ଧନ୍ୟ ଆପଣ। ଯେଉଁ ପ୍ରକାର ନିର୍ମିତ ଜିନିଷ ଉପରେ ନିର୍ମାଣକର୍ତ୍ତାଙ୍କର ଅଧିକାର ରହିଅଛି, ସେହି ପ୍ରକାର ନିର୍ମିତ ବସ୍ତୁ ଉପରେ ତାହାଙ୍କର ଦୟା, କରୁଣା ଏବଂ ପ୍ରେମ ମଧ୍ୟ ରହିଅଛି। ବାକ୍ୟରେ ଲେଖାଯାଏ, କୌଣସି ମନୁଷ୍ୟ ବିନଷ୍ଟ ହେଉ ଏହା ପରମେଶ୍ୱର କେବେ ଚାହୁଁନାହାନ୍ତି। ଏହି ସଂସାରରୁ ଏବଂ ଜଗତରୁ କୌଣସି ଗୋଟିଏ ମନୁଷ୍ୟ ବିନଷ୍ଟ ହେଉ ଏହା ପରମେଶ୍ୱର କେବେ ଚାହୁଁନାହାନ୍ତି। ପ୍ରିୟ ବନ୍ଧୁମାନେ, ଏହା ତାଙ୍କର ଇଚ୍ଛା ନାହିଁ। ସବୁ ଲୋକ ପରିତ୍ରାଣ ପ୍ରାପ୍ତ ହେବା ପାଇଁ, ଉତ୍ତମ ଜୀବନ କାଟିବା ପାଇଁ ଓ ସବୁ ଲୋକ ତାଙ୍କ ପାପ, ଶ୍ରାପ ଓ ଅଭିଶାପରୁ ମୁକ୍ତି ପାଇବା ନିମନ୍ତେ ଏହି ଯୀଶୁ ଖ୍ରୀଷ୍ଟ ସମସ୍ତ ମାନବ ସାଥୀ ପାଇଁ ତାଙ୍କର ଜୀବନ କାଲଭାରୀ କ୍ରୁଶରେ ଆମ ପାଇଁ ପ୍ରଦାନ କଲେ। ତାଙ୍କର ପ୍ରକାରରେ ଆମେ ସୁସ୍ଥ ହୋଇଅଛୁ। ତାଙ୍କର କ୍ରୁଶ ମୃତ୍ୟୁ ଦ୍ୱାରା ଆମ୍ଭେମାନେ ଆଶୀର୍ବାଦ ପ୍ରାପ୍ତ ହେଉ। ତାହାଙ୍କର ପବିତ୍ର ରକ୍ତ ଆମର ସବୁ ପାପ ଅଧର୍ମକୁ ଧୋଇ ଦିଏ ଏବଂ ଆମକୁ ଚୁଚିଓ ପରିଷ୍କାର କରିଥାଏ। ଦେଖନ୍ତୁ ଆମେ କେତେ ଧନ୍ୟ। ପୁଣି ଆପଣଙ୍କୁ ଓ ମୋତେ ତାଙ୍କ ରକ୍ତ ଦେଇ ଯୀଶୁ ଖ୍ରୀଷ୍ଟ ଆମକୁ ଦେଇଛନ୍ତି। ଆପଣଙ୍କୁ ଓ ମୋତେ ନିଜ ଲୋକ କରିବାକୁ ସେହି ଯୀଶୁ ନିଜ ଜୀବନ ଏବଂ ନିଜ ରକ୍ତ କାଲଭାରୀ କ୍ରୁଶରେ ପ୍ରଦାନ କଲେ। ଯାହା ଦ୍ୱାରା ଆଜି ଆମେ ତାଙ୍କର ସନ୍ତାନ ଏବଂ ତାଙ୍କର ସନ୍ତତି ହୋଇଅଛୁ। କଣ ଆଜି ଆପଣ କଷ୍ଟରେ ପଡ଼ିଛନ୍ତି, ଦୁଃଖରେ ଅଛନ୍ତି? କଣ ଆପଣଙ୍କର ସାହାଯ୍ୟ କରିବା ପାଇଁ କେହି ନାହାନ୍ତି? ଆପଣ କଣ ଆଶାହୀନ ଅବସ୍ଥାରେ ଅଛନ୍ତି? କଣ ଆପଣ ଏକ ବଡ଼ ସମସ୍ୟାରେ ପଡ଼ିଯାଇଛନ୍ତି ଏବଂ ତାହାଠାରୁ ଉଠି ପାରୁନାହାନ୍ତି କି? ଚିନ୍ତା କରନ୍ତୁନି। ଆପଣଙ୍କୁ ଉଦ୍ଧାର କରିବା ପାଇଁ ଜଣେ ଅଛନ୍ତି। ଆପଣଙ୍କୁ ମୁକ୍ତି ପ୍ରଦାନ କରିବା ପାଇଁ ଜଣେ ଅଛନ୍ତି। ଆପଣ ତାଙ୍କର ଲୋକମାନେ। ସେହି ଯୀଶୁ ଆପଣଙ୍କୁ ନିଜ ରକ୍ତ ଦେଇ କିଣିଛନ୍ତି। ଆପଣ ତାଙ୍କର ଲୋକ ଅଟନ୍ତି। ସେ ହିଁ ଆପଣଙ୍କ ତ୍ରାଣକର୍ତ୍ତା ଏବଂ ମୁକ୍ତିଦାତା ଅଟନ୍ତି। ମୋ ପ୍ରିୟ ବନ୍ଧୁଗଣ, ଆପଣ ଯଦି ଯାତ୍ରା ପୁସ୍ତକ 14 ସମ୍ପୂର୍ଣ୍ଣ ପଢ଼ିବେ, ସେଠାରେ ଏକ ସୁନ୍ଦର ଘଟଣା ବିଷୟରେ ଲେଖାଯାଇଅଛି। ଏଠାରେ ଇସ୍ରାଏଲ ଲୋକ ଅର୍ଥାତ୍ ଈଶ୍ୱରଙ୍କ ଲୋକମାନେ ମିଶ୍ର ଦେଶରୁ ବାହାରି ଆସି ତାଙ୍କ ବତରେ ଯାଉଛନ୍ତି। ମିଶ୍ରରୁ ମୁକ୍ତି ପାଇ ଇସ୍ରାଏଲ ମାନେ ଯେତେବେଳେ ପ୍ରାନ୍ତରରେ ଯାତ୍ରା କରୁଛନ୍ତି,
ସେମାନଙ୍କୁ ଆଗରେ ଲାଲ ସମୁଦ୍ର ଡିଆ ହୋଇଅଛି। ସେମାନେ ଲାଲ ସମୁଦ୍ରର ପହଞ୍ଚିବା ପରେ ସେମାନେ ଘୁଷିରେ ଥିଲେ। ଯେତେବେଳେ ସେମାନେ ଲାଲ ସମୁଦ୍ର ଆଗକୁ ଆସିଲେ ସେ ପର୍ଯ୍ୟନ୍ତ ତାଙ୍କର ଅସୁବିଧା ନଥିଲା। ପ୍ରଭୁ ତାଙ୍କର ସବୁ ଯତ୍ନ ନଉଥିଲେ। କିନ୍ତୁ ଯେତେବେଳେ ସେମାନେ ଦେଖୁଛନ୍ତି ତାଙ୍କ ଆଗରେ ଏକ ବିରାଟ ବଡ଼ ସମୁଦ୍ର ରହିଅଛି, ପୁଣି ଯେତେବେଳେ ସେମାନେ ପଛକୁ ଦେଖୁଛନ୍ତି ପଛରେ ପାରୋ ରାଜାର ସୈନ୍ୟମାନେ ଆସୁଛନ୍ତି ଏମାନଙ୍କୁ ବିନାଶ କରିବା ପାଇଁ। ଗୋଟିଏ ଦିଶାରେ ସମୁଦ୍ର ଏବଂ ଅନ୍ୟ ଏକ ଦିଶାରେ ପାରା ରାଜାର ସୈନ୍ୟ ସମ୍ବନ୍ଧ ସୁରକ୍ଷା ପାଇବାର କୌଣସି ବାଟ ନାହିଁ। ସବୁ ଲୋକମାନେ ଭୟଭୀତ ହୋଇଗଲେ। ସେମାନେ ଜାଣିପାରିଲେନି ଯେ ସେମାନେ କଣ କରିବେ। ଗୋଟିଏ ବୋଟ ଦେଖୁଛନ୍ତି ପାରୋ ରାଜାର ମହାସୈନ୍ୟ ତାଙ୍କ ପଛେ ଆସୁଛି। 430 ବର୍ଷ ଇସ୍ରାଏଲ ଲୋକମାନେ ମିଶ୍ର ଦେଶରେ ବନ୍ଦୀ ଥିଲେ। ଆମେ ବାକ୍ୟରେ ଦେଖିପାରିବା ଯେ ସେହି ସମୟରେ ମିଶ୍ର ଏକ ବନ୍ଦୀ କର ଥିଲା। ଏହି ବନ୍ଦୀ କରେ ଇସ୍ରାଏଲ ଲୋକମାନଙ୍କୁ ରୋକି ତାଡ଼ନ ଦେଉଥିବା ପାରୋ ରାଜା ତାହାର ସୈନ୍ୟ ସହ ଏହି ଇସ୍ରାଏଲ ମାନଙ୍କ ପଛରେ ବଢୁଛି। ଇସ୍ରାଏଲ ଲୋକମାନେ ଦେଖୁଛନ୍ତି ଗୋଟିଏ ଦିଗରେ ସମୁଦ୍ର, ଗୋଟିଏ ଦିଗରେ ସୈନ୍ୟମାନେ। ସାହାଯ୍ୟ ପାଇଁ କେହି ନାହାନ୍ତି। ସେମାନେ ଈଶ୍ୱରଙ୍କ ଠାରେ କ୍ରନ୍ଦନ କଲେ। ଆମେ ସେହି ଅଂଶ ସେଠାରେ 10 ବାକ୍ୟରେ ଲେଖାଯାଇଛି ଯେ ଆଉ ପାରୋ ରାଜା ନିକଟବର୍ତ୍ତୀ କୁହନ୍ତି। ଇସ୍ରାଏଲ ସନ୍ତାନ ଗଣ ଅନାଇ ଆପଣା ପଶ୍ଚାତ୍ ଗମନକାରୀ ମିଶ୍ର ମାନଙ୍କୁ ଦେଖି ଅତିଶୟ ବିରକ୍ତ କଲେ। ପୁଣି ଇସ୍ରାଏଲ ସନ୍ତାନ ମାନେ ସଦା ପ୍ରଭୁଙ୍କୁ ଡାକ ପକାଇଲେ। 11 ବାକ୍ୟ କୁହେ, ପୁଣି ମୋଶାଙ୍କୁ କହିଲେ, ମିଶ୍ରରେ ଗୋବର ନଦିଲା ପରି କି ପ୍ରାନ୍ତରରେ ତୁମ୍ଭେ ଆମ୍ଭମାନଙ୍କୁ ମାରିବାକୁ ଆଣିଲ? ଆମ୍ଭମାନଙ୍କ ସଙ୍ଗରେ ଏ ରୂପ ବ୍ୟବହାର କରି ଆମ୍ଭମାନଙ୍କୁ ମିଶ୍ରରୁ କାହିଁକି ବାହାର କରି ଆଣିଲେ? ଏହି ପ୍ରକାର ସେମାନେ ମୋଶାଙ୍କ ସହ ଯୁକ୍ତି କଲେ। ଦେଖନ୍ତୁ ପ୍ରିୟ ବନ୍ଧୁମାନେ, ଏହା ଏକ କଷ୍ଟର ସମୟ, ସମସ୍ୟାର ସମୟ। ସାହାଯ୍ୟ ପାଇଁ କେହି ନାହାନ୍ତି, ଆଉ କୌଣସି ବାଟ ନାହିଁ। ଯେତେବେଳେ ଇସ୍ରାଏଲ ମାନେ 10 ବାକ୍ୟ ଅନୁସାରେ ସଦାପ୍ରଭୁଙ୍କୁ ଡାକ ପକାଇଲେ, ତାହାର ପୂର୍ବ ବାକ୍ୟରେ ସେମାନେ କହୁଛନ୍ତି, ପ୍ରଭୁ ଆମ୍ଭମାନଙ୍କୁ ସାହାଯ୍ୟ କର। ପୁଣି ସେହି ମୁଗରେ ଏବେ ମୋଶାଙ୍କୁ କହୁଛନ୍ତି, ହେ ମୋଶା, ତୁମେ ଆମକୁ ଏଠାରେ ଆଣିଲ କଣ? ମାରିବାକୁ ଆମକୁ ଏଠାରେ ଆଣିଅଛ କଣ? ମିଶ୍ରରେ ଗୋବର ନଥିଲା ଯେ ତୁମେ ଏଠାରେ ଆଣି ଆମକୁ ମାରିବାକୁ ଚାହୁଁଛ? ପ୍ରିୟ ଲୋକମାନେ, ଆମେ ମଧ୍ୟ ଅନେକ ସମୟରେ ଏହି ପ୍ରକାର କରିଥାଉ। ଆମେ ସେହି ଗୋଟାଏ ମୁଖରୁ ପ୍ରଭୁଙ୍କ ଠାରେ ପ୍ରାର୍ଥନା କରୁ, ପୁଣି ସେହି ମୁଖରୁ ଲୋକମାନଙ୍କୁ ଅନେକ ଖରାପ କଥା କହିଥାଉ। ଏହି ଲୋକମାନେ ମଧ୍ୟ ଗୋଟିଏ ମୁଗରୁ କହୁଛନ୍ତି, ସଦାପ୍ରଭୁ ସାହାଯ୍ୟ କରନ୍ତୁ, ଆମକୁ ରକ୍ଷା କରନ୍ତୁ। ପୁଣି ସେହି ମୁଗରୁ ପ୍ରଭୁଙ୍କ ଦାସ ମୋଶାଙ୍କୁ କହୁଛନ୍ତି, ତୁମେ କଣ ଆମକୁ ମାରିବାକୁ ଚାହୁଁଛ? ଏହି ପ୍ରକାର ସେମାନେ କହୁଛନ୍ତି। ମୋର ପ୍ରିୟ ବନ୍ଧୁମାନେ, ଗୋଟିଏ ବିଷୟ ଧ୍ୟାନ କରନ୍ତୁ ଯେ ଇସ୍ରାଏଲ ଲୋକମାନଙ୍କ ଆଗରେ ଏକ ବଡ଼ ସମସ୍ୟା ଠିଆ ହୋଇଅଛି। ଏମାନେ ବଡ଼ ସମସ୍ୟାରେ ପଡ଼ି ଯାଇଅଛନ୍ତି। ସାହାଯ୍ୟ କରିବା ପାଇଁ କେହି ନାହାନ୍ତି। କିନ୍ତୁ 13 ବାକ୍ୟରେ ମୋଶା କହୁଛନ୍ତି, ତହୁ ମୋଶା ଲୋକମାନଙ୍କୁ କହିଲେ, ତୁମ୍ଭେ ମାନେ ଭୟ କର ନାହିଁ, ସୁସ୍ଥିର କୁହ। ସଦାପ୍ରଭୁ ଆଜି କି ପ୍ରକାର ତୁମ୍ଭମାନଙ୍କୁ ଉଦ୍ଧାର କରିବେ ତାହା ଦେଖ। ତୁମ୍ଭେ ମାନେ ଆଜି ଯେପରି ମିଶ୍ରୀୟ ମାନଙ୍କୁ ଦେଖୁଛ, ସେହିପରି ଅନନ୍ତ କାଳ ଯାଏ ଆଉ କେବେ ଦେଖିପାରିବେ ନାହିଁ। ପୁଣି 14 ବାକ୍ୟ କହେ ଯେ ପରମେଶ୍ୱର ତୁମ୍ଭମାନଙ୍କ ମଧ୍ୟରେ ଯୁଦ୍ଧ କରିବେ, ତୁମ୍ଭେ ମାନେ ନୀରବ ରହିବ। ମୋର ପ୍ରିୟ ଲୋକମାନେ, ଧ୍ୟାନ ଦିଅନ୍ତୁ। ଲୋକମାନେ ଏତେ ବଡ଼ ସମସ୍ୟାରେ ପଡ଼ି ଯାଇଛନ୍ତି, କିନ୍ତୁ ପ୍ରଭୁଙ୍କ ଦାସ ତାଙ୍କୁ କହୁଛନ୍ତି, ଭୟ କର ନାହିଁ। ଆଜି ଯେଉଁ ପ୍ରକାର ଈଶ୍ୱର ଆପଣଙ୍କ ରକ୍ଷା କରିବେ ତାହା ନିଜ ଆଖିରେ ଦେଖନ୍ତୁ। ଆଜି ଯେଉଁ ମିଶ୍ରୀୟ ମାନଙ୍କ ଦେଖୁଛ, ଅନନ୍ତ କାଳ ପାଇଁ ଆଉ ତୁମେ କେବେ ତାଙ୍କୁ ଦେଖିବ ନାହିଁ, କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ଯୁଦ୍ଧ କରିବେ। ପ୍ରିୟମାନେ, ପରସ୍ପରଙ୍କୁ କେବେ ମଧ୍ୟ ଦୋଷ ଦିଅନ୍ତୁନି। ହେ, ମୁଁ ସମସ୍ୟାରେ
ବଢି ଯାଇଅଛି, କଷ୍ଟରେ ବଢି ଯାଇଅଛି। ଏହି ସମସ୍ୟାର କାରଣ କିଏ? କାହା ପାଇଁ ଏହି ସମସ୍ୟା ଆସୁଛି? ଏହି ପ୍ରକାର ସ୍ୱାମୀ ସ୍ତ୍ରୀକୁ, ସ୍ତ୍ରୀ ସ୍ୱାମୀକୁ, ପିଲାମାନେ ବାପାଙ୍କୁ ଏବଂ ବାପାମାନେ ପିଲାମାନଙ୍କୁ, ଆପଣମାନେ ପରସ୍ପରଙ୍କୁ ଦୋଷ ଦିଅନ୍ତୁ ନାହିଁ। ସବୁ କଷ୍ଟରୁ ଉଦ୍ଧାର କରିବା ଈଶ୍ୱରଙ୍କୁ ଦେଖନ୍ତୁ। ଆପଣଙ୍କୁ ସମସ୍ୟାରେ ପକାଇ ଦିବା ଯେଉଁ ଲୋକମାନେ ଆପଣଙ୍କ ଜୀବନରେ ଅଛନ୍ତି, ଯେ କେହି ବି ଆପଣଙ୍କ ବିରୁଦ୍ଧରେ ଦିଆ ହୋଇଛି, ତାଙ୍କୁ ପ୍ରେମ କରନ୍ତୁ। ଈଶ୍ୱରଙ୍କୁ କେବଳ ଦେଖନ୍ତୁ। ଯେଉଁ ଲୋକ ଆପଣଙ୍କୁ କଷ୍ଟ ଦେଉଅଛି, ଯେତେବେଳେ ଆପଣ ସେହି ଲୋକମାନଙ୍କ ପାଇଁ ଈଶ୍ୱରଙ୍କ ଠାରେ ପ୍ରାର୍ଥନା କରିବେ, ମୋ ପ୍ରିୟ ଲୋକମାନେ, ମୁଁ ଆପଣମାନଙ୍କୁ କହୁଅଛି, ସେହି ପ୍ରାର୍ଥନା ବଡ଼ ଶକ୍ତିଶାଳୀ ଅଟେ। ଏହି ସମସ୍ୟାର କାରଣ କିଏ? ଏହି ସମସ୍ୟା କାହା ଦ୍ୱାରା ଆସିଲା? ଏହି ପ୍ରକାର ଚିନ୍ତା କରୁଥିବା ଲୋକମାନେ ସବୁ ସମସ୍ୟାରୁ ରକ୍ଷା କରିବା ଈଶ୍ୱରଙ୍କୁ ଦେଖନ୍ତୁ, ଯେ ଆପଣଙ୍କୁ ଶବ୍ଦ ଦେଇଥିଲେ ଯେ ମୁଁ ତୁମ ସହିତ ଅଛି, ଭୟ କର ନାହିଁ, ମୁଁ ତୁମ ପାଇଁ ଯୁଦ୍ଧ କରିବି। ଯେତେବେଳେ ଆପଣ ସେହି ଈଶ୍ୱରଙ୍କୁ ଦେଖିବେ ଏବଂ ଆପଣଙ୍କର ସବୁ କଷ୍ଟ ସେହି ଈଶ୍ୱରଙ୍କୁ ଦେଇଦେବେ, ଆପଣ ଶାନ୍ତିରେ ବାସ କରିବେ। ମୋ ପ୍ରିୟ ବନ୍ଧୁମାନେ, ଆଜି ଆପଣ ଯେଉଁ ସମସ୍ୟାକୁ ଦେଖୁଛନ୍ତି, ତାହା ଅନନ୍ତ କାଳ ଯାଏ କେବେ ଦେଖିବେ ନାହିଁ। ଏହି ପ୍ରଭୁଙ୍କ ବାକ୍ୟ ଅନନ୍ତ ଆପଣଙ୍କ ପାଇଁ ଅଟେ। ଆଜି ଆପଣ ଯେଉଁ ସମସ୍ୟାକୁ ଦେଖୁଛନ୍ତି, ତାହା ଆଉ କେବେ ଦେଖିବେ ନାହିଁ। କାରଣ ସେ ଈଶ୍ୱର ସବୁ ସମସ୍ୟାର ସମାଧାନ କରିଥିବା ଈଶ୍ୱର ଅଟନ୍ତି। ଆମେ ପୁନର୍ବାର ସେହି ଘଟଣାକୁ ଯିବା। ଆମେ ଦେଖିପାରିବା ଯେ ଫାରୋ ରାଜାର ସୈନ୍ୟ ଗୁଡ଼ିକ ଇସ୍ରାଏଲ ଲୋକମାନଙ୍କୁ ବିନାଶ କରିବା ପାଇଁ ଆଗୁରି ତାଙ୍କ ପାଖେ ପାଖେ ଆସିଲାଣି। ଏହି ଲୋକମାନେ ରକ୍ଷା ପାଇପାରିବେ ନାହିଁ। କିନ୍ତୁ ତାପରେ ଦେଖିବା କଣ ଘଟୁଛି। ସଦାପ୍ରଭୁ ମୋଶାଙ୍କୁ କହିଛନ୍ତି, ତୁମ କାସ୍ତରେ ଯେଉଁ ଯଷ୍ଟି ଅଛି, ତାହା ସମୁଦ୍ର ଉପରେ ବିସ୍ତାର କର। ଯେତେବେଳେ ମୋଶା ଈଶ୍ୱରଙ୍କ ଆଜ୍ଞା ମାନିଲେ, ଆମେ ଦେଖିପାରିବା ଯେ ସମୁଦ୍ର ଦୁଇ ଭାଗରେ ବିଭକ୍ତ ହୋଇଗଲା। ଏହି ସମୁଦ୍ରର ଜଳ ଦୁଇ ଭାଗ ହୋଇଗଲା। ଏହି ଲୋକମାନେ ଶୁଖିଲା ରାସ୍ତା ଦ୍ୱାରା ସମୁଦ୍ରକୁ ବାହାରି କରିଲେ। ବାକ୍ୟରେ ଲେଖାଯାଇଛି ଯେ ପ୍ରଭୁ ଏହି ପ୍ରକାର ପବନକୁ ପଠାଇଲେ ଯେ ସମୁଦ୍ର ପାଣି ଦୁଇ ଭାଗ ହୋଇ ରାସ୍ତା ଶୁଖି ରହିଲା। ଆପଣ ଯଦି ଦେଖିବେ, ଯାତ୍ରା 14 ପର୍ବ 20-28 ବାକ୍ୟ ପର୍ଯ୍ୟନ୍ତ ଏଠାରେ ଲେଖାଯାଇଛି ଯେ ଏହି ଇସ୍ରାଏଲ ଲୋକମାନେ ଶୁଖିଲା ବତ ଦ୍ୱାରା କଲେ ଏବଂ ତାଙ୍କର ଦକ୍ଷିଣ ଏବଂ ବାମ ପାଖରେ ଜଳ ପ୍ରାଚୀର ତୁଲ୍ୟ ଠିଆ ହେଲା ଏବଂ ସମସ୍ତ ଇସ୍ରାଏଲ ଲୋକ ଶୁଖିଲା ରାସ୍ତା ଦ୍ୱାରା ସମୁଦ୍ରକୁ ବାହାରିଗଲେ ଏବଂ ଲୋକମାନେ ଶୁଷ୍କ ବତ ଦେଇ ସମୁଦ୍ରକୁ ପାର କଲେ। ପ୍ରିୟ ବନ୍ଧୁମାନେ ଦେଖନ୍ତୁ, ମରୁଭୂମି ଓ ସମୁଦ୍ର ସବୁ ସ୍ଥାନରେ ବତ ନିର୍ମାଣ ସଦାପ୍ରଭୁ କରିପାରନ୍ତି। ଏହି ଇସ୍ରାଏଲ ଲୋକମାନେ ଶୁଷ୍କ ବତରେ ସମୁଦ୍ର ପାର କଲେ। ପଛରେ ମିଶ୍ରୀୟ ସୈନ୍ୟ ରହିଛନ୍ତି। ସେମାନେ ମଧ୍ୟ ଦେଖିଲେ ଯେ ସମୁଦ୍ର ବିଭକ୍ତ ହୋଇଯାଇଛି। ତେଣୁ ସେମାନେ ଚିନ୍ତା କଲେ, ଆମ୍ଭେମାନେ ମଧ୍ୟ ଏହି ବତ ଦେଇଯିବା। ସେଥିରେ ସେମାନେ ଇସ୍ରାଏଲ ଲୋକଙ୍କ ପଛେ ପଛେ ଗୋଡ଼ାଇଲେ ଓ ସମୁଦ୍ର ଶୁଷ୍କ ବତରେ ପ୍ରବେଶ କଲେ। ପ୍ରିୟ ବନ୍ଧୁଗଣ, ବାକ୍ୟର ରହସ୍ୟ ଦେଖନ୍ତୁ। ଇସ୍ରାଏଲ ଲୋକ ପଛରେ ଗୋଡ଼ାଇ ଫାରୋ ରାଜାଙ୍କର ସୈନ୍ୟମାନେ ମଧ୍ୟ ସମୁଦ୍ର ବତରେ ପ୍ରବେଶ କରୁଛନ୍ତି। ସେତେବେଳେ ସଦାପ୍ରଭୁ ମୋଶାଙ୍କୁ ପୁନର୍ବାର କହିଲେ, ତୁମ୍ଭର ବାଡ଼ି ପୁଣି ଥରେ ସମୁଦ୍ର ଉପରକୁ ଉଠାଅ। ସେତେବେଳେ ମୋଶା ପୁଣି ଥରେ ବାଡ଼ି ଉପରକୁ ଉଠାଉଛନ୍ତି। ସମୁଦ୍ର ବାଣି ପୁନର୍ବାର ସମାନ ହେବାକୁ ଲାଗିଲା। ଫାରୋ ରାଜାର ସବୁ ସୈନିକ ଓ ରଥ ସମସ୍ତେ ସେହି ପାଣିରେ ବୁଡ଼ିଗଲେ ଏବଂ ବିନଷ୍ଟ ହୋଇଗଲେ। ସଦାପ୍ରଭୁ ତାହାଙ୍କର ଲୋକମାନଙ୍କୁ ରକ୍ଷା କଲେ, ତାହାଙ୍କର ସନ୍ତାନମାନଙ୍କୁ ଉଦ୍ଧାର କଲେ। ଆଜି ଆପଣ ମଧ୍ୟ କୌଣସି ବଡ଼ କଷ୍ଟରେ ପଡ଼ି ଯାଇପାରନ୍ତି।
ହୋଇପାରେ ଆପଣଙ୍କର ସମସ୍ୟା ରୋଗୀ ଅଛି, ଆଜି ଆପଣଙ୍କୁ ସାହାଯ୍ୟ କରିବାକୁ କେହି ଦାଇ ନ ପାରନ୍ତି, ଚିନ୍ତା କରନ୍ତୁ ନାହିଁ। ହୋଇପାରେ ସବୁ ଦିଗରେ ଆପଣଙ୍କର କଷ୍ଟ ରୋଗୀ ଅଛି, କିମ୍ବା ଆପଣ ଚିନ୍ତା କରିପାରନ୍ତି ମୁଁ ଆଶୀର୍ବାଦ ପାଇପାରିବି ନାହିଁ, ମୋର ଜୀବନ ଏହି ସମସ୍ୟାରେ ଶେଷ ହୋଇଯିବ। କିନ୍ତୁ ଆପଣଙ୍କ ନିରାଶରୁ ଏକ ଆଶା ଜନ୍ମ ହେବ, ଏକ ଆଶା ଜନ୍ମ ହେବ। ମୋ ପ୍ରିୟମାନେ, ଏହା କେବେ ଭୁଲି ଯାଆନ୍ତୁ ନାହିଁ। ଯେତେବେଳେ ଆପଣ କହିବେ ମୋର ଜୀବନ ଶେଷ ହୋଇଗଲା, ମୋର ସବୁ ଶକ୍ତି ଶେଷ ହୋଇଯାଇଛି, ମୋର ପରିଜନ ମାନେ ମୋତେ ଛାଡ଼ି ଯାଇଛନ୍ତି, ମୋର ସମ୍ପତ୍ତି ଟଙ୍କା ମୁଁ ସବୁ ଖରାଇ ଦେଉଛି, ଯେତେବେଳେ ଆପଣଙ୍କର ସମସ୍ତ ବାଟ ବନ୍ଦ ହୋଇଯାଇଥାଏ, ଯେତେବେଳେ ପ୍ରଭୁ ଆପଣଙ୍କ ପାଇଁ ପ୍ରଭୁ ଯୀଶୁ ସେହି ସ୍ଥାନରେ ଏକ ନୂଆ ବାଟ ଖୋଲିବେ ଓ ଏକ ନୂଆ ଆଶା ଜନ୍ମ ହେବ। କାରଣ ପ୍ରଭୁ ଆପଣଙ୍କ ସହିତ ଅଛନ୍ତି, ସେ ଆପଣଙ୍କ ନିଶ୍ଚୟ ସାହାଯ୍ୟ କରିବେ, ରକ୍ଷା କରିବେ ଏବଂ ଆପଣଙ୍କର ସବୁ କଷ୍ଟ, ଦୁଃଖ ଓ ଚିନ୍ତା ସବୁ ଦୂର କରିଦେବେ। ପ୍ରଭୁ ନିଶ୍ଚୟ ନୂଆ ବାଟ ଖୋଲିବେ, ସେ ନିଜେ ଆପଣଙ୍କୁ ସାହାଯ୍ୟ କରିବେ। ସେ ଏକ ଉତ୍ତମ ଈଶ୍ୱର ଅଟନ୍ତି। ମୋ ପ୍ରିୟ ଭାଇ ଭଉଣୀ ମାନେ, ହୋଇପାରେ ଆଜି ଆପଣ ମାନେ କହିପାରନ୍ତି ମୋର କଷ୍ଟ କିଏ ବୁଝିବ, ମୁଁ ବହୁତ ବଡ଼ କଷ୍ଟରେ ବଢି ଯାଇଅଛି ଓ ସମସ୍ୟାରେ ବଢି ଯାଇଅଛି, ମୁଁ ମୋ ଜୀବନରେ କେବଳ କଷ୍ଟ ହିଁ ଦେଖିଅଛି, ଲୋକଙ୍କ ମୋ ବିରୁଦ୍ଧରେ ଠିଆ ହୋଇଅଛି, ସେ ମହାନ ଶକ୍ତିଶାଳୀ। କଣ ଆଜି ଆପଣ ଏହି ପ୍ରକାର କହୁଛନ୍ତି କି? ଯେଉଁ ପ୍ରକାର ପାରୋ ରାଜାର ସୈନ୍ୟ ଓ ହ୍ରଦ ସେହି ସମୁଦ୍ରରେ ବୁଡ଼ିଗଲେ, ସେହି ପ୍ରକାର ଆପଣଙ୍କର ସବୁ କଷ୍ଟ ଦୁଃଖ ଫୁଟିଯିବ। ଆଜି ଆପଣ ଯେଉଁ କଷ୍ଟ, ଦୁଃଖ, ରୋଗ, ନିନ୍ଦା, ତାଡ଼ନ, ପାପ ଓ ନିରୁତ୍ସାହ ଦେଖୁଛନ୍ତି, ଆନନ୍ଦ କାଳ ପର୍ଯ୍ୟନ୍ତ ଆଉ ତାହା କେବେ ଦେଖିବେ ନାହିଁ। ମୋ ପ୍ରିୟ ବନ୍ଧୁମାନେ, ଆଜି ମୁକ୍ତିର ଦିନ, ଆଶୀର୍ବାଦର ଦିନ ଓ ଆଜି ଆଶ୍ଚର୍ଯ୍ୟର ଦିନ ଅଟେ। ଏହି ଦିନ ଆପଣଙ୍କର ଅଟେ, ଏହି ଦିନ ପ୍ରଭୁ ଆପଣଙ୍କୁ ଦେଇଛନ୍ତି। ମୋ ପ୍ରିୟ ମାନେ, ମୁଁ ଆପଣଙ୍କୁ ଗୋଟିଏ ରହସ୍ୟ କହିବାକୁ ଯାଉଅଛି, ଯାହାକି ସବୁବେଳେ ଆପଣ ନିଜର ସମସ୍ୟାକୁ ଦେଖି ଦୁଃଖରେ ନ ରହନ୍ତୁ। ଏହି ସମସ୍ୟା କାହା ଦ୍ୱାରା ଆସିଲା, କେଉଁଠାରୁ ଆସିଲା, କାହା ଯୋଗୁ ଆସିଲା, ଏହି ପ୍ରକାର ଚିନ୍ତା କରି ସମୟ ନଷ୍ଟ କରନ୍ତୁ ନାହିଁ। ଯେତେବେଳେ ଆପଣ ଆପଣଙ୍କର ଆଖିକୁ ସମସ୍ୟାରୁ ଦୂର କରି ସେହି ସଦାପ୍ରଭୁ ଯୀଶୁଙ୍କୁ ଦେଖିବେ ଏବଂ ଯେତେବେଳେ ଆପଣ ଆପଣଙ୍କ ଶତ୍ରୁମାନଙ୍କୁ କ୍ଷମା କରି ଆପଣଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କୁ ଦେଖିବେ, ସେହି ସମୟରେ ଆଶ୍ଚର୍ଯ୍ୟ କର୍ମ ଘଟିବ। ଭୟ କର ନାହିଁ, ମୁଁ ତୁମ ସହିତ ଅଛି। ଏହି ପ୍ରକାର ଶବ୍ଦ ଦେଇଥିବା ଯୀଶୁ ଆପଣଙ୍କ ଜୀବନରେ ଆସିବେ ଏବଂ ଆପଣଙ୍କର ଦୁଃଖ ଦୂର କରିବେ। ତେଣୁକରି ମୋ ପ୍ରିୟ ବନ୍ଧୁ ମାନେ, ଆମେ ଭାଗ୍ୟବାନ ଅଟୁ। ବାକ୍ୟରେ ରୋମିଓ 8:28 ଏହିପରି ଲେଖାଯାଇଅଛି, ଯେଉଁମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି, ଯେଉଁମାନେ ତାହାଙ୍କ ସଂକଳ୍ପ ଅନୁସାରେ ଆହୁତ ହୋଇଅଛନ୍ତି, ଈଶ୍ୱର ଯେ ସମସ୍ତ ବିଷୟ ସେମାନଙ୍କର ମଙ୍ଗଳ ସାଧନ କରନ୍ତି, ଏହା ଆମ୍ଭେମାନେ ଜାଣୁ। ପାରୋ ରାଜାର ଏକ ମହାସୈନ୍ୟ ଇସ୍ରାଏଲ ଲୋକମାନଙ୍କ ଦିଶାରେ ଆସିଲେ, କିନ୍ତୁ ସେ ସମସ୍ତେ ବିନଷ୍ଟ ହୋଇଗଲେ, ସେହି ସମୁଦ୍ର ଭିତରେ ବୁଡ଼ିଗଲେ। ଏହି କଷ୍ଟ ମଙ୍ଗଳ କଲା ନା ଅମଙ୍ଗଳ କଲା? ଈଶ୍ୱରଙ୍କ ସନ୍ତାନ ମାନେ ଯେ କି ତାଙ୍କୁ ବିଶ୍ୱାସ କରନ୍ତି, ତାଙ୍କ ଜୀବନରେ ସବୁ କିଛି ମଙ୍ଗଳ ପାଇଁ ହିଁ ଘଟେ। ଆମେ ଏବେ ପ୍ରାର୍ଥନା କରିବା, ସେହି ଈଶ୍ୱର ଆପଣଙ୍କ ସବୁ ଦୁଃଖ, କଷ୍ଟ, ରୋଗ ଓ ଚିନ୍ତାରୁ ସୁରକ୍ଷା କରି ଆପଣଙ୍କୁ ଏକ ଶାନ୍ତି ପ୍ରଦାନ କରିବେ। ତେଣୁକରି ଦାଉଦ କହିଲେ, ଯେଉଁ ଲୋକମାନଙ୍କର ଈଶ୍ୱର ସଦାପ୍ରଭୁ ଅଟନ୍ତି, ସେମାନେ ଧନ୍ୟ। ଯେଉଁ ଲୋକମାନଙ୍କୁ ପ୍ରଭୁ ତାହାଙ୍କର ଅଧିକାରାର୍ଥେ ମନୋନୀତ କରିଛନ୍ତି, ସେମାନେ ଧନ୍ୟ। ତେଣୁକରି ଚିନ୍ତା କରନ୍ତୁ ନାହିଁ, ସେ ଆପଣଙ୍କର ସହିତ ଅଛନ୍ତି, ଭୟ କର ନାହିଁ।
한배 둠배 사기또 వచ్చు 해기 프라가로 서보또 दैति바 이스버로 아버는구 ନିଶ୍ଚୟ ସାହାଯ୍ୟ କରିବେ ଆମେ ସମସ୍ତେ ଆଖି ବନ୍ଦ କରିବା ଏବଂ ପ୍ରାର୍ଥନା କରିବା। ପ୍ରେମକାରୀ ପରମେଶ୍ୱର ଯୀଶୁ ଆମେ ସମସ୍ତେ ଆଜି ଆପଣଙ୍କ ପାଦ ତଳେ ଆସୁଛି ପାପା। ଏହି କାର୍ଯ୍ୟକ୍ରମ ଦେଖୁଥିବା ସମସ୍ତଙ୍କୁ ଆପଣଙ୍କ ହସ୍ତରେ ସମର୍ପଣ କରୁଛି। ଆପଣଙ୍କର ଅନୁଗ୍ରହ ଏବଂ ଦୟା ଏହି ଲୋକମାନେ ଦେଖନ୍ତୁ ପ୍ରଭୁ, ଆପଣଙ୍କର ହସ୍ତ ଏ ଲୋକମାନଙ୍କ ଉପରେ ବିସ୍ତାର କରନ୍ତୁ ପ୍ରଭୁ ଯୀଶୁ। ୟାଙ୍କର ଯାହା ଯାହା କଷ୍ଟ, ରୋଗ, ଦୁଃଖ, ନିନ୍ଦା, ବୋଝ ଏବଂ ଅର୍ଥର ସମସ୍ୟା ରହୁଛି, ସବୁ କିଛି ଆପଣଙ୍କର ହସ୍ତରେ ସମର୍ପଣ କରୁଛି ପ୍ରଭୁ। ଆପଣ ସବୁ କିଛି ଦୂର କରି ଦିଅନ୍ତୁ ଯୀଶୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଏମାନଙ୍କର ରୋଗ ସବୁ ଦୂର ହେଉ। ୟାଙ୍କୁ ଚିନ୍ତା ଓ ମନରେ ଦୁଃଖ ଦେଉଥିବା ଶୈତାନର ସବୁ କାର୍ଯ୍ୟକୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୁଁ ଦୂର କରୁଛି। ସବୁ ଶୈତାନର କାର୍ଯ୍ୟ ବନ୍ଧୁଛି ପାପା। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବାହୁମୂଲ୍ୟ ନାମରେ ମୁଁ ଆଜ୍ଞା ଦେଉଅଛି। ଏହି ଲୋକମାନଙ୍କର ଯାହା ଯାହା ସମସ୍ୟା ରହିଅଛି, ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଏହି କ୍ଷଣେ ଦୂର ହେଉ। ହଁ ପାପା, ୟାଙ୍କ ଜୀବନରେ ଏକ ଆଶ୍ଚର୍ଯ୍ୟମୟ ଘଟଣା ଘଟୁ। ସେମାନେ ଆପଣଙ୍କ ଅନୁଗ୍ରହ ଦେଖନ୍ତୁ ପ୍ରଭୁ। ପିତା, ଆମେ ସମସ୍ତଙ୍କୁ ଆପଣଙ୍କ ହସ୍ତରେ ସମର୍ପଣ କରୁଛି ପିତା। ଏହି ପ୍ରାର୍ଥନା ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ନାମରେ ମାଗିଲୁ, ଆମେନ୍ ଆମେନ୍। ମୋ ପ୍ରିୟ ବନ୍ଧୁମାନେ, ଆଜି ଏକ ନୂତନ ସମ୍ବାଦ ଶୁଣିଲେ। ଆପଣ ଏକ ବିଶେଷ ବ୍ୟକ୍ତି ଅଟନ୍ତି। ଏହି ପରିସ୍ଥିତିରେ, ଏହି ସମୟରେ ଯାହା ଯାହା ସମସ୍ୟା ରହିଛି, ଏକୁ ଦେଖି ନିରାଶ ହୁଅନ୍ତୁ ନାହିଁ। ଏବେ ଆପଣଙ୍କ ଜୀବନରେ ଥିବା ଦୁଃଖ, କଷ୍ଟ, ରୋଗ ଓ ଚିନ୍ତାକୁ ଦେଖି ନିରାଶ ଓ ହତାଶ ହୁଅନ୍ତୁ ନାହିଁ। ଏହି ସମସ୍ୟା କାହିଁକି ଘଟିଲା, କାହା ଦ୍ୱାରା ଘଟିଲା, ଏହି ପ୍ରକାର ଚିନ୍ତା କରନ୍ତୁ ନାହିଁ ଏବଂ ଏହା ଦ୍ୱାରା ସମୟ ନଷ୍ଟ କରନ୍ତୁନି। ସମସ୍ତଙ୍କୁ ପ୍ରେମ କରନ୍ତୁ। ଆପଣଙ୍କ ଶତ୍ରୁମାନଙ୍କୁ ମଧ୍ୟ ପ୍ରେମ କରନ୍ତୁ। ଆପଣଙ୍କ ସବୁ ଚିନ୍ତା ଭୁଲି ଯାଆନ୍ତୁ, ତାକୁ ଯୀଶୁଙ୍କ ହାତରେ ଦେଇ ଦିଅନ୍ତୁ। ପ୍ରଭୁ ଯୀଶୁ ଆପଣଙ୍କ ପାଇଁ ଯୁକ୍ତ କରିବେ। ଆପଣଙ୍କ ଯୁକ୍ତ କରିବାର ଆବଶ୍ୟକତା ନାହିଁ। ସେ ଆପଣଙ୍କ ପାଇଁ ଯୁକ୍ତ କରିବେ। ସେହି ଆପଣଙ୍କ ମୁକ୍ତିଦାତା ଅଟନ୍ତି। ସେ ଆପଣଙ୍କୁ କଦାପି ଛାଡ଼ିବେ ନାହିଁ। ସେହି ଆପଣଙ୍କ ତ୍ରାଣକର୍ତ୍ତା, ମୁକ୍ତିଦାତା ଓ ଶାନ୍ତିଦାତା ଅଟନ୍ତି। ଆପଣଙ୍କ ଚିନ୍ତା କରନ୍ତୁନି। କେବଳ ଆପଣ ହିଁ ଗ୍ରହଣ କରିପାରିବେ। ସେ ଆପଣଙ୍କୁ କେବେ ଛାଡ଼ିବେ ନାହିଁ। ମୋର ପ୍ରିୟ ବନ୍ଧୁମାନେ, ଏହି କାର୍ଯ୍ୟକ୍ରମ ବିଷୟରେ ଆପଣମାନଙ୍କ ଚିହ୍ନା ପରିଚୟ ଲୋକମାନଙ୍କୁ ଜଣାନ୍ତୁ। ଆସନ୍ତା ଦିନମାନଙ୍କରେ ଆମର ମିଟିଂ ସୁନ୍ଦରଗଡ଼, ରାଉରକେଲା, ସମ୍ବଲପୁରରେ ରହିଅଛି। ଆପଣ ଏହି କାର୍ଯ୍ୟକ୍ରମ ଦ୍ୱାରା ଯେଉଁ ଜାଗାରେ ମିଟିଂ ରହୁଛି, ପରିବାର ସହିତ ସେହି ମିଟିଂ ମାନଙ୍କୁ ଆସନ୍ତୁ। ପ୍ରଭୁ ଆପଣମାନଙ୍କୁ ନିଶ୍ଚୟ ଆଶୀର୍ବାଦ କରିବେ। ତ୍ରାଣକର୍ତ୍ତା ପ୍ରିୟ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଧନ୍ୟବାଦ ଜଣାଉ। तेरे जैसा है कोई नहीं, तेरे चरणों में झुके आसमान और महिमा गाए ज़मीन। यीशु मसीह, तेरे जैसा है कोई नहीं, तेरे चरणों में झुके आसमान।